जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर वास्तु सेशन स्टार्ट करिछे। आजिर वास्तुर क्रम रे आमे आज जानिबा आमे ऑलरेडी पूर्व पश्चिम एवं उत्तर दिगर प्लॉट रे बा द्वार हिसाब रे की भली भाबरे वास्तु टिप्स एंड ट्रिक्स को फॉलो करिकी आमे माने घर निर्माण कले भवन निर्माण कले आमे पूरा संपूर्ण फायदा तादर पाई परिबा। ସେହି କ୍ରମରେ ଆମେ ଅଲରେଡି ତିନିଟା ଭିଡିଓ ଅଲରେଡି ସାରି ଦେଇଛେ ପୂର୍ବ ପଶ୍ଚିମ ଏବଂ ଉତ୍ତର ଇଏଟା। ଆଜି ଆମେ ଦକ୍ଷିଣ ମୁଖା ଭୂଖଣ୍ଡର ଏବଂ ଦକ୍ଷିଣ ମୁଖା ଯାହାର ଯୋଉ ଘରର ବାସ୍ତୁରେ ଦକ୍ଷିଣ ମୁଖ ଭୂଖଣ୍ଡ ମାନେ ଦକ୍ଷିଣ ଦିଗକୁ ମୁହଁ ଥିବ ତାର ସେ ଭୂଖଣ୍ଡର ଏବଂ ଦକ୍ଷିଣ ଦିଗରେ ରାସ୍ତା ଥିବ ଅଥବା କୌଣସି ଭୂଖଣ୍ଡ ଯାହାର ଦକ୍ଷିଣ ଦିଗରେ ଷ୍ଟାର୍ଟିଂ ମହାଦ୍ୱାର ଥିବ ସେଇ ବିଷୟରେ ଆଜି ଆମେ ପଢିବା। ମୁଁ ରାଜବାବୁଙ୍କୁ ରିକ୍ୱେଷ୍ଟ କରିବି କାଇଣ୍ଡଲି ରାଜବାବୁ ସେ ଯୋଉ ଚକ୍ରଟାକୁ ଟିକେ କାଇଣ୍ଡଲି ଇଏ କରନ୍ତୁ ମାନେ ସେୟାର କରନ୍ତୁ। ସେ ଚକ୍ରଟାକୁ ସେୟାର କରିବା ଦ୍ଵାରା ଏବଂ ସାଉଥ ଡିରେକ୍ସନ ଟାକୁ ସେୟାର କରନ୍ତୁ ଏବଂ ସାଉଥ ଡିରେକ୍ସନ ସେୟାର କରିବା ଦ୍ଵାରା ଆମେ ଆମର ଷ୍ଟାର୍ଟ କରିବା। ଆଜ୍ଞା ସାଉଥ ଡିରେକ୍ସନ ଟାକୁ ଷ୍ଟାର୍ଟ କରିବା। ରାଜବାବୁ ସାଉଥ ଡିରେକ୍ସନ ଏକ୍ଜାକ୍ଟଲି ସେଗୁଡାକୁ S3 S4 କୁ କାଇଣ୍ଡଲି ରେଡ ରେ ମାର୍କ କରିଦିଅନ୍ତୁ। ଆଜ୍ଞା ଏବେ ଆପଣ ମାନେ ଏଇ ଜୋନ ଟାକୁ ଦେଖନ୍ତୁ S1 ରୁ S8 ଯାଏ ଆପଣ ଦେଖନ୍ତୁ। ମୁଁ ଯାହା ଯାହା କହୁଛି ସେଇ ସବୁ ଜିନିଷ ଗୁଡାକୁ ନିଜେ ନିଜେ ମୁଁ ଯେତିକି ସବୁ ପଢେଇଛି ତା ବିଷୟରେ ଯୋଉ ବେସିକ୍ସ ଗୁଡା ପଢେଇଛି ଆପଣ ମାନେ ତ ଦେଖିଥିବେ କ୍ଲାସରେ ବି ଥିବେ ଆଉ ଯଦି ବି କ୍ଲାସରେ ନଥିବେ ୟୁଟ୍ୟୁବ ରେ ଦେଖିଥିବେ। ଆପଣ ମାନେ ବର୍ତ୍ତମାନ ଇମାଜିନ କରନ୍ତୁ ଏବଂ ସେ ଅନୁଯାୟୀ ଆପଣଙ୍କର ନୋଟ୍ସ ବା ଯାହା ଆପଣ ବନେଇବାକୁ ଚାହୁଁଛନ୍ତି ବନେଇ ପାରନ୍ତି। ସର୍ବପ୍ରଥମେ ଦକ୍ଷିଣ ଦିଗର ଅଧିପତି ହେଉଛନ୍ତି ମଙ୍ଗଳ ଗ୍ରହ ଏବଂ ଦେବତା କିଏ ଯମ। ଏଇଭଳି ଭୂଖଣ୍ଡର ପ୍ରଭାବର ବିଶେଷ ଭାବରେ ଘରର ନାରୀ ମାନଙ୍କ ଉପରେ ପଡିଥାଏ। ଦକ୍ଷିଣକୁ ସାଧାରଣତଃ ଅଶୁଭ ଧରାଯାଉଥିଲେ ମଧ୍ୟ ଯଦି ବାସ୍ତୁ ନିୟମ ଅନୁସାରେ ଗୃହ ନିର୍ମାଣ କରାଯାଏ ତେବେ ଏଇ ଦିଗଟି ଅତ୍ୟନ୍ତ ଶୁଭ ଫଳ ଦିଏ। ଆପଣ ମାନେ ଦେଖିଥିବେ ଯେ ଦକ୍ଷିଣ ମୁଖା ଭୂଖଣ୍ଡ ମ୍ୟାକ୍ସିମମ୍ ପଲିଟିସିଆନ୍ସ ମାନଙ୍କର ମ୍ୟାକ୍ସିମମ୍ IPS ଅଫିସର ମାନଙ୍କର ମ୍ୟାକ୍ସିମମ୍ ଆଡମିନିଷ୍ଟ୍ରେଟିଭ ଅଫିସର ମାନଙ୍କର ଦକ୍ଷିଣ ମୁଖା ଘର ଥାଏ। ଏବଂ ଯଦି କୌଣସି ଲୋକ ବାସ୍ତୁଶାସ୍ତ୍ର ଅନୁମୋଦିତ ଦକ୍ଷିଣ ମୁଖ ଭୂଖଣ୍ଡରେ ଦକ୍ଷିଣ ମୁଖ ମହାଦ୍ୱାରରେ ଭୂଖଣ୍ଡରେ ଯଦି ଘର ନିର୍ମାଣ କରିଥାଏ ଆମାଉଣ୍ଟର ଶୁଭ ଫଳ ପାଇବ ଯେ କହିବା ବାହାରେ। ବାସ୍ତୁଶାସ୍ତ୍ର ଅନୁସାରେ ଚତୁର୍ଦିଗରେ ଚାରି ଦିଗରେ ପୂର୍ବ ଅଷ୍ଟ ଦିଗରେ ବି ଘର ନିର୍ମାଣ କରାଯାଇ ପାରିବ ଭୂଖଣ୍ଡରେ ଯେକୌଣସି ଦିଗରେ ମହାଦ୍ୱାର ନିର୍ମାଣ କରାଯାଇ ପାରିବ କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କଲେ ତାର ଆମେ ସମ୍ପୂର୍ଣ୍ଣ ଫାଇଦାଟି ପାଇପାରିବା। ଦକ୍ଷିଣମୁଖୀ ଗୃହର ମୁଖ୍ୟତଃ ଧ୍ୟାନ ଦେବା ଆବଶ୍ୟକ ଯେପରି ଗୃହର ଦକ୍ଷିଣ ପଟ ଉତ୍ତର ଓ ପୂର୍ବ ପଟ ଅପେକ୍ଷା କୌଣସି ପରିସ୍ଥିତିରେ ନିଚା ନ ହୁଏ। ଦକ୍ଷିଣ ସୀମାକୁ ଲଗାଇ ଘର ନିର୍ମାଣ କଲେ ଶୁଭପ୍ରଦ ହୋଇଥାଏ। ଦକ୍ଷିଣ ପଟରେ ଖାଲି ସ୍ଥାନ ଛାଡିବାକୁ ହେଲେ ଏହାଠାରୁ ଅଧିକ ଖାଲି ସ୍ଥାନ ଉତ୍ତର ପଟେ ଛାଡିବାକୁ ହୁଏ। ମୋ ମତରେ ଭାଇ ଦକ୍ଷିଣ ପଟେ ଖାଲି ସ୍ଥାନ ଛାଡିବ ନାହିଁ। ପୁରା ପାଚେରୀକୁ ଲଗେଇକି 2-3 ଇଞ୍ଚ ଛାଡିକି ତମେ ଘର କରିବ। ଦକ୍ଷିଣ ମୁଖ ଘରର ସମ୍ମୁଖ ପଟ ପଛପଟ ଅପେକ୍ଷା ଉଚ୍ଚ ହେବା ଆବଶ୍ୟକ ନହେଲେ ଘରରେ ଅନ୍ୟଥା ରୋଗ ଓ ଧନହାନି ଘଟିଥାଏ। ଦକ୍ଷିଣ ମୁଖ ଗୃହର ଦକ୍ଷିଣ ପଟ ଛାତ ଉତ୍ତର ପଟ ଛାତ ଅପେକ୍ଷା ଅଧିକ ଉଚ୍ଚ ହେଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେଇଥାଏ। ଦକ୍ଷିଣ ମୁଖ ଘରର ମୁଖ୍ୟ ଦ୍ୱାର ବୃହତ ଛତ ଭାଗରେ ରହିବା ନିହାତି ଆବଶ୍ୟକ। ମାନେ ଏଇ S3 S4 ଦେଖନ୍ତୁ ଆପଣ ମାନେ ଭଲସେ ଏଇ ଯୋଉ ଦକ୍ଷିଣ ମୁଖ ଘରର ପଜିଟିଭ ଜୋନ ଯାଉ ତାର ମୁଖ୍ୟ ଦ୍ୱାର ବିଷୟରେ ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି। ଏଠି ଦେଖନ୍ତୁ ରାଜ ବାବୁ ଅଲରେଡି ଏଇ ଚିତ୍ରଟିର ମାଧ୍ୟମରେ ଆପଣ ମାନଙ୍କୁ S3 ଏବଂ S4 ଜୋନ ରେ ଗୋଲ ବୁଲେଇଛନ୍ତି। ଠିକ ଅଛି ଦେଖନ୍ତୁ S3 ଜୋନ ରେ ଗୋଟେ ଦେବତାର ନାଁ ଲେଖା ହେଇଛି। ତା ନାଁ ହେଲା ବିତଥ ଲେଖା ହେଇଛି ନା ନାଇଁ। S4 ଜୋନର ଯୋଉ ଦେବତାର ନାଁ ଲେଖା ହେଇଛି ତା ନାଁ ହେଲା ଗ୍ରୀହାକ୍ସାତ। କାଇଣ୍ଡଲି ରାଜ ବାବୁ ଆପଣ ସେଇଠି ଟିକେ କର୍ସର ନେଇଯାଆନ୍ତୁ ସେଇଠି ଟିକେ ଦେଖେଇ ଦିଅନ୍ତୁ କୋଉଠି ବିତଥ ଲେଖା ହେଇଛି କୋଉଠି ଗ୍ରୀହାକ୍ସାତ ଲେଖା ହେଇଛି। ଏକ୍ଜାକ୍ଟଲି ଦକ୍ଷିଣ ମୁଖ ଘରର ଜଳ ନିଷ୍କାସନ ବ୍ୟବସ୍ଥା ଉତ୍ତର ଦିଗକୁ ହେଲେ ଆର୍ଥିକ ଲାଭ ହେବା ସହିତ ଘରର ନାରୀ ମାନେ ସୁସ୍ଥ ରହନ୍ତି। ଦକ୍ଷିଣ ମୁଖ ଘରର ଜଳ ନିଷ୍କାସନ ବ୍ୟବସ୍ଥା ପୂର୍ବ ଦିଗକୁ ହେଲେ ଗୃହର ପୁରୁଷ ଲୋକମାନେ ସୁସ୍ଥ ରହିଥାନ୍ତି। ଦକ୍ଷିଣ ମୁଖ ଘରର ସମ୍ମୁଖରେ କୂପ ନଳକୂପ ଗର୍ତ
ଗାତ ଆଦି ଥିଲେ ଅର୍ଥହାନି ହେବା ସହିତ ସଦା ସର୍ବଦା ଦୁର୍ଘଟଣାର ଭୟ ଲାଗି ରହିଥାଏ। ଏହିପରି ହୋଇଥିଲେ ଦକ୍ଷିଣ ପଟରେ ଥିବା କୂପ ବା କୂଅକୁ ବନ୍ଦ କରି ଈଶାନ୍ୟ କୋଣରେ କୂପ କରିବା ଆବଶ୍ୟକ। ପୂର୍ବ ଈଶାନ୍ୟ କିମ୍ବା ଉତ୍ତର ଈଶାନ୍ୟ ଦିଗରେ କୂପ କରିବା ସମ୍ଭବ ନହେଲେ ଦକ୍ଷିଣ ପାର୍ଶ୍ୱରେ ଥିବା କୂପ ଉପରେ ମୋଟା ସିମେଣ୍ଟର ସ୍ଲାବ୍ ପକାଇବେ। କିନ୍ତୁ ସେହି ସ୍ଲାବ୍ ର ଈଶାନ୍ୟ କୋଣରେ 1 ବର୍ଗ ଫୁଟ ଖୋଲା ସ୍ଥାନ ରହିବା ଉଚିତ। ଏହି କୂପର ଜଳ ପାଇପ୍ ସାହାଯ୍ୟରେ ଗୃହ ବାହାରକୁ ନେଇ ପୂର୍ବ ଈଶାନ୍ୟ କିମ୍ବା ଉତ୍ତର ଈଶାନ୍ୟ ଦିଗରେ ପୁଣି ଗୃହ ମଧ୍ୟକୁ ଆଣି ବ୍ୟବହାର କରିବେ। ଏହା ସହିତ କୂପର ସ୍ଲାବ୍ ଉପରେ ଓଜନିଆ ବସ୍ତୁ ମୋଟର ଜେନେରେଟର ଆଦି ରଖିବାର ବ୍ୟବସ୍ଥା କରିବା ଉଚିତ। ଦକ୍ଷିଣ ମୁଖ ଘରର ମୁଖ୍ୟ ଦ୍ୱାର S3 S4 ସ୍ଥାନରେ ଯଦି ନ ହେଇକି ଆଉ କୋଉ ଏଇ S3 S4 କୁ ଛାଡିକି ଯଦି ଦକ୍ଷିଣ ମୁଖ ଭୂଖଣ୍ଡର ଦ୍ଵାର ଅନ୍ୟ କୋଉଠି ରହିଲା, ତାହେଲେ କଣ ହବ ନା ତମ ଘରେ ନିୟତ ପ୍ରତିନିୟତ ଚୋର ଭୟ, ଅଗ୍ନି ଭୟ ଏବଂ କୋର୍ଟ କେସ ର ସମ୍ମୁଖୀନ ତୁମକୁ ହେବାକୁ ପଡିବ। ଦକ୍ଷିଣ ମୁଖ ଘରର ମୁଖ୍ୟ ଦ୍ୱାର ନୈಋତ୍ୟ କୋଣ ପଟେ ଥିଲେ ଦୀର୍ଘକାଳୀନ ରୋଗ ବା କ୍ରୋନିକ ଡିଜିଜ ହେଇଥାଏ। ଆକସ୍ମିକ ମୃତ୍ୟୁ ବି ଘଟିଥାଏ। ଦକ୍ଷିଣ ମୁଖ ଘରର ପୋଟିକ ବିନା ଖମ୍ବରେ ନିର୍ମାଣ କରିବେ। ଖମ୍ବ ନିର୍ମାଣ ହୋଇଥିଲେ ପୋଟିକର ଛାତ ଓ ମେଜିଆ ଘରର ଛାତ ମେଜିଆ ସହିତ ସମାନ କରି ରଖିବେ। ଏ ଥିଲା ଦକ୍ଷିଣ ମୁଖୀ ଭୂଖଣ୍ଡ ଏବଂ ଦକ୍ଷିଣ ମୁଖା ଗୃହର କିଛି ବାସ୍ତୁ ଟିପ୍ସ ଆଣ୍ଡ ଟ୍ରିକ୍ସ। ଆଜିର ସେସନ ପାଇଁ ବାସ୍ତୁର ସେସନ ପାଇଁ ଏତିକି। ପୁଣି କିଛି ଦିଗର ଆମେ ଟିପ୍ସ ଆଣ୍ଡ ଟ୍ରିକ୍ସ ସହିତ ଆମେ ଆଗେଇବା। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।